कार्तिक महात्म्य षोडश अध्याय। षोडश अध्याय पृथुवाच सेतिहामसिदं ब्रह्मन् महात्म्य कथितं त्वयम् अत्याश्चर्यमिदं सम्यं तुलस्यास्तं सत्रं मयम् नारद पादे करि पूजा पुनि पूछन्ति पृथुराजा ओ मुनिवर पुण्य देहा कहिल पचारिले जाहा तुलसी आदि जन्मवाणी आत्मा पवित्र हेला शुणी तेणु तुलसी मूले सिद्धि कार्तिक उद्यापन विधि से महातप व्रत फले एबे कहिबा तो पिसिले पूर्वे के उद्यापन करी भवसागरु गले तरी से कथा कह दृष्टान्तरे अखिल जन उपकारे नारद नृपति वचने बोलन्ति शुण सावधाने कार्तिक उद्यापन धर्म शुणन्ते शुभ सबु कर्म से कथा कहिबा प्रस्तावे जे धर्म इतिहास पूर्वे वाच आसीत् सत्यां अतिशिखरें करिवैरं पुरे पुरां ब्रह्मणं धर्मवित् कश्चिद्धं मर्दतं इति श्रुतः सत्याद्रि नाम गिरिपाशे ब्राह्मण करवीरदेशे नाम ताहार धर्मदत्त विष्णु सेवारे अनुरत जाणई सर्वधर्म रीति कार्तिक बते महाप्रीति एमते एक संवत्सरे कार्तिक कृत्य विधि करे मास संपूर्ण उद्यापन सारिला जावत विधान एमंत निशि अवशेषे नृसिंह दर्शन आसे ब्राह्मण नित्य कर्म सारी करे उदक पात्र धरी से जले मिश्रित तुलसी मुखे गोविंद नाम घोषी पथे चालई द्विज वर स्वभावे गिरि भयंकर नृसिंह रूप नर हरि जेउ जहि अछन्ति विजे करी विप्रगमयी सेहि मार्गे एक पिशाची आसी बेगे पथ निरधि अछि रही द्विज कातर ताकु चाहि स्वभावे भयंकर मूर्ति लम्बेष्ट वक्र दंत पति उलग्न मुकलित केश कराल मुख शुष्क मांस अति दुर्बल कलेवर अस्थि जोड़ित चर्म शिर रक्त नयन दीर्घ ध्वनि जिह्वारे जलु अछि बह्नि रमणी पक्षी प्राय स्तन दुर्गंध नासिका पवन शरीर धूम्र वर्ण दिशि विप्रंकु गालिलासी ताहांकु देखि धर्मदत्त हस्ते जे थिला तंबा पात्र तुलसी जल सहितरे फिंकिला पिशाची उपरे अंगे पड़िला तार जाई पिशाची दिव्य रूप होई ब्राह्मण आगे हेला उभा चंद्रमा प्राय मुख शोभा कांचन प्राय तनु गोरी जे सोए स्वर्ग विद्या धरी अमूल्य अलंकार बास गंध चंदन जाति पुष्प सुंदरी शरीर भूषण ता देखी आश्चर्य ब्राह्मण मनरे भय नाही किछि युवती मुख चाहि पूछि हे रूपवती कि कारणे
ରୂପ ଅନ୍ତର ଏହି କ୍ଷଣେ ଅଇଲୁ ଯେଉଁ ରୂପ ଧରି ସେ ରୂପ ଦେଖି ଭୟ କରି ତତେ ଫିଙ୍କିଲି ଜଳ ପାତ୍ର ତେଣୁ ସୁନ୍ଦର ତୋର ଗାତ୍ର କହ ଏ କିସ ବିପରୀତ ପୂର୍ବେ ତୁ କଲୁ କେଉଁ କୃତ୍ୟ କି ଜନ୍ମ ଲଭିଲୁ ତୁ କାହିଁ କି ଦୋଷେ ପାପ ତନୁ ବହି ଘୋର ଗହନ ମାର୍ଗେ ଥିଲୁ ଏବେ କି ଭାବେ ନିସ୍ତରିଲୁ ତୁ ଏହା କହ ପରମାଣି ମୋର ସଂଶୟ ଯାଉ ଶୁଣି ଏ ପ୍ରଶ୍ନ ଶୁଣି ସେ ସୁନ୍ଦରୀ ବିପ୍ରାଙ୍କୁ ନମସ୍କାର କରି ବୋଇଲା ଶୁଣ ଦିଜ ବୋର ଏ ଯେ ଅର୍ଜିଲା କର୍ମ ମୋର କହିବି ଶୁଣ ଦିଜ ବୋର ପୂର୍ବେ ଯେ ନଗ୍ର ସୌରାଷ୍ଟ୍ର କହିବି ଶୁଣ ବିପ୍ର ଶ୍ରେଷ୍ଠ ପୂର୍ବେ ଯେ ନଗ୍ର ସୌରାଷ୍ଟ୍ର ସେ ଦେଶେ କୃଷ୍ଣ ଭିକ୍ଷୁ ନାମେ ଦ୍ୱିଜ ବଞ୍ଚଇ ଇହ ଧର୍ମେ ମୁହିଁ ଯେ ଦ୍ୱିଜର ଘରଣୀ କୋଳନା ନାମେଣ ବ୍ରାହ୍ମଣୀ ମୋ ପାପୀ ଯେମନ୍ତ ଦୁର୍ମତି ସ୍ୱାମୀରେ ହୋଇଲି ଅପ୍ରୀତି ଯାହା ବୋଲଇ ମୋର ନାହା ମୁଁ ସୁଖ ନ ମଣଇ ତାହା ସଂଯୋଗେ ନଦିଅଇ ଅନ୍ନ କହଇ ନିଷ୍ଠୁର ବୋଚନ ଗୃହେ ଯେ ଭଲ ଦ୍ରବ୍ୟ ଥାଇ ମୁଁ ତାହା ଭୁଞ୍ଜଇ ଲୁଚାଇ ମତହୁଁ ବରଇ ଯାହା ବୋଲିଲେ ନୈବେ ସେଇ ତାହା ସ୍ୱାମୀ ଯହିଁକି ମନ କରେ ମୁଁ ତାହା ନ ରଖଇ ଘରେ ସ୍ୱାମୀ ପୁଛିଲେ କରେ କଳି ତାର ବୋଚନ ମୋର ଶୁଳି ଏମତେ ଗଲା କେତେ ଦିନ ମୋର ଭାଜିଲା ସ୍ୱାମୀ ମନ ଅନ୍ୟ କନ୍ୟାଏ ଦେଖି ଶୋଭା ତାକୁ ହୋଇଲା ବିପ୍ର ବିଭା ତା ଦେଖି ସହି ନ ପାରିଲି ମହୁରା ପାନ କରି ମଲି ମୋ ପ୍ରାଣ ପ୍ରେତ ପିଣ୍ଡେ ଭୋରି ଯମ କିଙ୍କର ନେଲେ ଧରି ଚର୍ମ ରୋଜୁରେ ବାନ୍ଧି ଭିଡ଼ି ମୁଣ୍ଡେ ପ୍ରହାରୀ ବେତ ବାଡ଼ି ଯାତନା ପଥେ ଘେନି ଗଲେ ଯମ ଛାମୁରେ ନେଇ ଦେଲେ ମତେ ଅନାହିଁ ଦଣ୍ଡଧାରୀ କାଳ କୃତାନ୍ତ ରୂପ ଧରି ପୁଛିଲେ ଚିତ୍ରଗୁପ୍ତକୁ ବୋଇଲେ କି ଦଣ୍ଡ ଏହାକୁ ବିଚାରି କୁହ ତୁମ୍ଭେ ବେଗେ ଧର୍ମ ତ ଦିଶୁ ନାହିଁ ଆଗେ ପାପ ଲକ୍ଷଣ ଏହା ଦେହ ପାଞ୍ଜିରେ କି ଲେଖିଛି କହ ପୁଣି କରିବା ଯେଉଁ କର୍ମ ବିଚାରି କହ ଧର୍ମାଧର୍ମ ରାଜା ବୋଚନେ ମନ୍ତ୍ରୀ ବେନି କର୍ମ ଲିଖନ ପାଞ୍ଜି ଘେନି ବୋଲନ୍ତି ଶୁଣ ଦଣ୍ଡଧାରୀ ଏ ବଡ଼ ପାପୀ ଦୁରାଚାରୀ କିଛି ହିଁ କରି ନାହିଁ ତୋପ କେତେ କହିବା ଏହା ପାପ ବ୍ରାହ୍ମଣ କୂଳେ ଦେହ ବହି ଆଚାରହୀନା ସ୍ୱାମୀ ଦ୍ରୋହୀ ପତିକି ଦେଲା ଯେତେ ଦୁଃଖ ତେଣୁ ନ ଚାହିଁ ତାର ମୁଖ ଯେତେ ଅକର୍ମ କଲା ପୂର୍ବେ ଦୁଷ୍ଟ ସ୍ୱଭାବ ମନ୍ତ ଗର୍ବେ ପାପିନୀ ସ୍ୱାମୀ କି ଲୁଚାଇ ପାକ ଭାଣ୍ଡରେ ଅନ୍ନ ଖାଇ ତହିଁକି ଦଣ୍ଡ ଏବେ ଯାହା କହିବୁ ଶୁଣ ଜନ୍ତୁ ନାହା ସେ ପାପ ଫଳେ ଜନ୍ମ ସାତ ମାର୍ଜରୀ ରୂପେ ହେବ ଜାତ
ଉଚ୍ଛିଷ୍ଟ ଭକ୍ଷୀ ଘରେ ଘରେ ଗଞ୍ଜଣା ପାଇବ ଶରୀରେ। ପୂର୍ବେ ଯେ କୁଟୁମ୍ବଙ୍କୁ ବଞ୍ଚି ଭଲ ପଦାର୍ଥ ଭୁଞ୍ଜେ ଲୁଚି ଏ ପାପୀ ଜାତ କରି ବାଳ ଭକ୍ଷିବ ଗର୍ଭ ଫୁଳ ଫଳ କଳହା ମହାପାପ ଘେନି ତତ ଅନ୍ତରେ ଜନ୍ମ ତିନି ଡାକିନୀ ରୂପେ ଜାତ ହେବ ସକଳ ଜନେ ବୈର ଭାବ ପୂର୍ବ ଚଞ୍ଚଳ ମତି ଘେନି କୁଠାର ରୂପେ ଊର୍ଦ୍ଧ୍ୱ ଯୋନି ନିଶାରେ ଶ୍ମଶାନେ ହେରି ନାନା ଦୁର୍ଗନ୍ଧ ଭୋଗ କରି ସ୍ୱାମୀ କି ଦୁଃଖ ଦେବା ଫଳେ ପୁଣି ଜନ୍ମିବ ଗିରିମାଳେ ବନେ ପିଶାଚି ରୂପ ହୋଇ କର୍ମେ କଳହା ନାମ ବହି ଭ୍ରମୁ ଯେ ଥିବ ଅନୁବ୍ରତେ ସୁଖ ନ ଲଭି କଦାଚିତେ ନିଜ ସ୍ୱାମୀର ନିନ୍ଦା ପାପେ ସୁବର୍ଣ୍ଣ ଭୟଙ୍କର ରୂପେ ନାନା କୋଳସ ସେହି ଅଙ୍ଗେ କେହି ନଥିବ ଆଉ ସଙ୍ଗେ ଜୀବନ ତୁଣ୍ଡେ ନିତ୍ୟ କଳି ସ୍ୱାମୀ କି ଦେଉଥିଲା ଗାଲି ସେ ତୁଣ୍ଡେ ଜଲୁଥିବ ଜୁଇ କିଛି ହିଁ ନ ପାରିବ ଖାଇ ଏମନ୍ତେ ଯୁଗ ଏକ ସ୍ତ୍ରୀ ଥିବ ପିଶାଚି ରୂପ ଧରି ହେ ବିପ୍ର ଶୁଣ ସାବଧାନେ ଏମନ୍ତ ମନ୍ତ୍ରୀଙ୍କ ବଚନେ ଯମ ବୋଲଇ ଏତେ ହେଉ ଏ ପାପୀ ବେଗେ ଏଥୁ ଯାଉ ଏ ବାକ୍ୟ ଧର୍ମ ରାଜା ମୁଖେ ଶୁଣି ପଡ଼ିଲି ଘର ଦୁଃଖେ ମାର୍ଜରୀ ହେଲି ଜନ୍ମ ସାତ ଡାକିନୀ ରୂପେ ପୁଣି ଜାତ ତିନି ଜନମ ଅନ୍ତେ ମୁହିଁ ଏବେ ପିଶାଚି ରୂପ ହୋଇ ଆଜକୁ 15 ବରଷ ଏ ବନେ କରିଅଛି ବାସ ଅକର୍ମା ଦେହେ ଦୁଃଖ ଯେତେ ତାହା କହିବା ଅବା କେତେ କ୍ଷଣେ ତ ସୁସ୍ଥ ନାହିଁ ମନ ନିରତେ ହୋଇ ଛନ୍ନ ଛନ୍ନ କ୍ଷୁଧା ଅନଳେ ଆତ୍ମା ଦୁଃଖୀ ତୃଷାରେ ଅଷ୍ଟକଣ୍ଠ ସୁଖୀ କ୍ଷଣ କ୍ଷଣକେ ପଡୁଥାଇ ପୀତ ଶ୍ଲେଷମା ପ୍ରାୟ ହୋଇ ସୁସ୍ଥେ ମୁନ ପାରଇ ବସି ଅଷ୍ଟଦିଗକୁ ଓହନିସି ନିଷ୍କାମେ ଛୁଟୁଥାଇ ଧାଇଁ ପାତୁଳ ଜନ ପ୍ରାୟ ହୋଇ କାହିଁ ତ ନ ଦେଖଇ ସୁଖ ଅନବରତ ଏକା ଭୂଖ ଚାଷାନ୍ତା ଶାନ୍ତି ନିମନ୍ତେ ପଦାର୍ଥ କିଛି ହିଁ ନ ମିଳଇ ହାତେ ବୃକ୍ଷ ଯେ ଫଳ ଫଳିଥାଏ ମୋର ଚାହିଁଲେ ଜଳିଯାଏ ଅନଳ ପ୍ରାୟ ଦିଶେ ମତେ ମୁଁ ତାହା ଭକ୍ଷିବି କେମନ୍ତେ ତେଣୁ ତା ନ ପାରଇ ଭକ୍ଷି ଯେମନ୍ତେ କର୍ମେ ଅଜି ଅଛି ଯେଣୁ ନ ଲଭି ଫଳ ମାନ ସେ ମତେ ସଦୃଶ୍ୟ ଗରଳ ଯେଣୁ ନ ଲଭି ଫଳ ମାନ ବିକଳେ କରଇ ରୋଦନ ପବିତ୍ର ଗିରିଝର ଜଳ ସେ ମତେ ସଦୃଶ୍ୟ ଗରଳ ଅନଳ ତୁଣ୍ଡେ ଜଳୁଥାଇ ଶୀତ ପବନ ଆଦି ହୋଇ ସେ କଥା ଶୁଣ ପୁଣ୍ୟ ଦେହା ପ୍ରେତ ପିଶାଚ ଭୋଗ ଯାହା ଶୁକ୍ର ଶୋଣିତ ପୂଜଲାଲ ଶ୍ରବଣା ବିଟ ନେତ୍ର ଜଳ ନାସା ଶ୍ଲେଷମା ସ୍ୱେଦ ବାନ୍ତି ଯେବା ଉଚ୍ଛିଷ୍ଟ ଘୃତ ଖାନ୍ତି ଦୀପ ନିର୍ବାଣ କାଳେ ପୁଣି
ଅନ୍ନ ଭୁଞ୍ଜଇ ଯେଉଁ ପ୍ରାଣୀ ପୋତି ବିନାଶ କାଳେ ନାରୀ ଅନ୍ନ ଭୁଞ୍ଜଇ ନ ବିଚାରି ଦକ୍ଷିଣ ପଶ୍ଚିମ ମୁଖରେ ଯେ ବସେ ଭୁଞ୍ଜେ ଅନ୍ଧକାରେ ଯେ ତମ ଭରେ ଦାନ ଦେଇ ସେ ସର୍ବ ପ୍ରେତ ଯଜ୍ଞ ହୋଇ ଏମନ୍ତ ଦ୍ରବ୍ୟ ଯେବେ ମିଳେ ପ୍ରେତ ଭୁଞ୍ଜନ୍ତି ନେଇ ବୋଳେ ମୁଁ ତହିଁ ଲୋଭଇ କିଞ୍ଚିତ ଭଜନେ ତୋଷ ନୁହେଁ ଚିତ ସୁମରି ପୂର୍ବ କଲା କର୍ମ କ୍ଷଣ କ୍ଷଣକେ ମତି ଭ୍ରମ କାନ୍ଦୁ ଯେ ଥାଇ ବନେ ପଶି ନିରାଶେ ତରୁ ମୂଳେ ବସି ପ୍ରାଭବ ପାଉଥାଇ ତହିଁ ଆହା ବୋଲନ୍ତା କେହି ନାହିଁ ଏ କଷ୍ଟେ ଥିଲି ଘୋର ବନେ ଆଜା ମୁଁ ତବ ଦରଶନେ ଦୁଃସହ ଘୋର ଦୁଃଖ ରାଶି ତବ ପ୍ରସାଦେ ସର୍ବନାଶୀ ଆତ୍ମା ପବିତ୍ର ହେଲା ମୋର ଗତ ଅପରାଧ ଗଲା ଦୂର ଏବେ କାରଣ କରି ମତେ ନମଇ ତୁମ୍ଭ ପାଦ କତେ କଳହା ମୁଖୁ ଏହା ଶୁଣି ବ୍ରାହ୍ମଣ ମନେ ମନେ ଗୁଣି ଗୋବିନ୍ଦ ନାମ ଚିନ୍ତି ହୃଦେ ଶରଣ ଗଲା ପଦ୍ମ ପାଦେ ଅଜ୍ଞାନ ସ୍ତ୍ରୀଙ୍କର ହିତେ ପଦ୍ମ ପୁରାଣ ଅର୍ଥ ଗୀତେ ଜଗତେ କଲି ପରକାଶ ସୁଜନେ ନଘେ ନିବଦୋଷ इति श्री पद्म पुराणे उत्तरखंडे कार्तिक महात्म्ये तुलसी महिमा कथने नाम षोडशोऽध्याय।